मत कहीं छाड़ी तुम किए दरकार बो खाई पी के चल बाड़ी बुलिया केते बड़ बाड़ी पड़ी कि किसी होनी एटा कौन धड़ा जय जगन्नाथ सांग मैंने केमती अच्छा समस्ते आशा कर समस्ते भल थे आज पूरा टायर्ड हो गले कि लगेनी मुझे जाइली हॉस्पिटल एमआरआई करा जाइली से सब ओल्ल देना आसिक घर पहुँचलु सांग मैंने आम सका सका आसिक पहुँच जाइलु सका प्राय 7टा 7:30 बेलू आसिक पहुँच जाइलु टांगी जो आम पद्मिनी केयर अच्छे से तो ये हूँ से हॉस्पिटल सामने बहुत सुंदर अच्छी बहुत बड़ गार्डन अच्छी अल्प अल्प वीडियो बन दी केते सुंदर देखा मैंने जी एरिया हॉस्पिटल नहीं ताठू डबल हूँ तार गार्डन आ पार्किंग एरिया अच्छी बहुत ही सुंदर जगहटा भल लगुच तो ये हूँ मंदिर अच्छी गणेशंकर बड़ मूर्ति भी अच्छी बहुत नीट एंड क्लीन अच्छी किंतु गोटे प्रॉब्लम एटिकार पब्लिक वाशरूम जोटा अच्छे से बहुत ही गंदा मैंने बहुत ही खराब मैंने असना है न कहले सका 7:30 आम आसिक बसचु 9टा बाजला आमको कही ना रागिले मुझे कौन करी मत फिर रागिले मुझे कौन करी आमको कही 8टा भितर आसिक 9टा बाजला कि तो जाए आसना ये पूरा रागे पंच भोक कला फाइनाली आम कम सरीगला आम एमआरआई जोटा होगा होगला एमआरआई करके जाऊँ एमआरआई रिपोर्ट जाके 2 दिन पर देवे तो अभी आम जाऊँ घर को बहुत भोक भी लगे सका मत डॉक्टर मना करते कि खावाई मैंने कि न खावाई तो मुझे सका कि खाएनी एकाथरे सीधा घर को जाएंगे घर ही खियापी हम चलते घर को जावा घर जाकि कथा हो सहित गले ना रोसई चली बो रोसई कर दरकार बो बाछी आनी देले तरकारी हमर कोबी आलू ब्लैक तरकारी करछि भंडा भाजी देखो सिम सिम खाली एड़ा ओल्लै हेलानी बोली नले बाकी सब पूरा ओल्लै देछि सब ओल्लै सिम बो खलो मच्छो अच्छा तो केंदे लागुछि ये को ओके केते कोबी तरकारी करी सिम भाजी माछ तरकारी करी इधर किछि नहीं दाली अच्छी जे खाओ ना खाओ कोबी के बढ़िया लागुछि कोबी तो मुला सब परिया सीजन बढ़िया लागुछि सब परिया सीजन में भल लगे बासी तरकारी रखले भी भल लगे खाए गरम कर दब ठीक खाइबो किछ बढ़िया हो आईफोन भले क्लियर पूरा भल आसी ना मु भल देखा तो सासू बासन माजुची बो बुलुची हैला बो बुलुची सासू बासन माजुची बो बुलुची घोर कलिकाला
କଳିକା ନୁହଁ ସତ୍ୟ ଯୁଗ କଳିକାଳରେ ଶାଶୁମାନେ ଟର୍ଚର କରୁଥିଲେ ଏବେକା ଶାଶୁମାନେ ଭଲ ହେଲା ମୁଁ ମାଜି ମୁଁ ମାଜିଲି ଆଉ କ'ଣ ମୁଁ ମାଜିଲି ଆଉ ଥିଲା ବେଳେ ଯା ତମେ ନଥିଲା ବେଳେ କୋଉ ଜନ୍ମରେ କ'ଣ ପୁଣ୍ୟ କରିଥିଲି ତମକୁ ମିଳିଛି ନା କରିଦଉଛି ଏକାଠିଆ ଘରକୁ ଯିବୁ ସବୁ ସନ୍ଧି ମନ୍ଧି କରିବୁ ନା ଆଉ ତମ ଶାଶୁ ହଁ ସବୁ କରିଦେବ ଶାଶୁ ସେମିତିଆ ଥିଲେ ବୋଲି ସିଏ ସେମିତିଆ ହେଲା କେତେ ବର୍ଷ ମସଲା ବାଟିଦେବ କେତେବେଳେ ପୁଅ ଝିଅ ଖୋଇଦେବ ମୁଁ ଜାଣିପାରିବିନି ଭଲ କଥା ଆମ ପୁଅଟା ଭଲ କଥା ଏ ଗଛ ଏ ବର୍ଷାରେ ଶୋଇ ପଇଲା ହଁ ବର୍ଷାରେ ଶୋଇ ପଇଲା ମୁଁ ତାକୁ ଟେକିଛି ଧୀରେ ଦେଇ ତାକୁ ପୁଣି ବାନ୍ଧିବାକୁ ପଡ଼ିବ କ'ଣ କ'ଣ ଲାଗିଛି ଏଇଟା କି ଫୁଲ ଚାଇନା ଗେଣ୍ଡୁ ଏଇଟା ଏଇଟା କ'ଣ କହିଲ ଏ ଯେମିତି ଦେଖାଯାଉଛି ରଜନୀଗନ୍ଧା ଭଳିଆ କିନ୍ତୁ ରଜନୀଗନ୍ଧା ନୁହଁ ନା ପୋଇ ପୋଇର ମଞ୍ଜି ହେଲା ହିଁ କେଉଁ ଖୁଡ଼ି ଧନିଆ ପତ୍ର କଖାରୁ ଗଛ ଶାଗ ହେ ଆଳୁ ଓ ଏଇଟା କି ଗଛ କାକୁଡ଼ି ଗଛ ଚାଲୁ ବାରିରେ ବୁଲିବାକୁ ଆଗ ପଛ ହେଇକି ତିନି ଠାକୁର ଯାଉଛୁ ଆଉ ଏଇଟା ଆମ ବାରି ସବୁ ଯାକ ଆମ ବାରି ଖାଲି ବେକାର ଖାଲି ଯେମିତି ଗଛ ବୁଛ କିଛି ଲାଗିନି ଖାଲି ଯେମିତି ଯେଉଁ ଛୋଟ ମୋଟ ଗଛ ଯେଉଁ ବଡ଼ ବଡ଼ ଗଛ ଅଛି ରଖିକି ଅଛି ଆଉ କିଛି ଚାଷ ଫାସ କିଛି ହେଉନି ଆମ ବାରିରେ ଏତେ ବଡ଼ ବାରି ପଡ଼ୁଛି କିନ୍ତୁ କିଛି ହେଉନି ଏଇଟା ଆମର ଏଇଟା କ'ଣ କୁହନ୍ତି ଖଟ ଧଡ଼ା ମଞ୍ଚା ଏଇଟା ବସିବା ପାଇଁ ହେଇଛି ତିଆରି ହେଇଛି ବର୍ଷା ହେଇକି ବିଲର ସାରା ପୁରା ପାଣି ହେଇଯାଇଛି ଜୋରରେ ବି ପାଣି ବିଲରେ ପାଣି ସାଙ୍ଗମାନେ ଏଇଠି ଦେଖନ୍ତୁ ବର୍ଷା ଯେଉଁ ହେଇଥିଲା ଆମର ଏଇଠି ଲଘୁଚାପ ଯେଉଁ ହେଇଥିଲା ଲଘୁଚାପ ବର୍ଷାରେ ସବୁ ବିଲ ଗୁଡ଼ାରେ କେତେ କେତେ ପାଣି ଅଛି ଆଉ ବିଲରେ ଧାନ ବି କଟା ହେଇକି ପଡ଼ିଛି ଉଠା ହେଇନି ଧାନ ସବୁ ନଷ୍ଟ ଆଉ ଆମର ଏଇଟା ଅଧା କଟା ହେଇକି ଉଠା ହେଇଯାଇଥିଲା ଆମର ତାପରେ ସେଇଦିନ ବର୍ଷା ହେଲା ଆଉ ଅଳ୍ପ ଟିକେ ଅଛି ଯେଉଁଟାକି କଟା ହେଇନି ତ ସେଇଟା କିଛି ଅସୁବିଧା ହେବନି ସେମିତି ପଡ଼ିକି ରହିବ କିନ୍ତୁ ବହୁତ ଲୋକଙ୍କ ଧାନ ବହୁତ ନଷ୍ଟ ହୋଇଯାଇଛି ବହୁତ ମନ ଦୁଃଖ ହେଉଛି ଦେଖିଲା ବେଳକୁ ଚା ପିଇକି ବହୁତ ସେପଟେ ବାପା ବହୁତ ଟିଭି ଦେଖୁଛନ୍ତି ଆଉ ମୁଁ ଏଠି ବସିଲି ଭାବିଲି ଆପଣଙ୍କ ସହିତ କଥା ହେଇଛି ବହୁତ ଦିନ ହେଲା ଆଉ ଠିକ୍ସେ ଭିଡ଼ିଓ ଆସିପାରୁନି ଠିକ୍ସେ ହେଇନି ଟାଇମ୍ ହେଉନି ଏପଟେ ତ ଏଠି ସମସ୍ତେ କମ୍ଫର୍ଟେବଲ୍ ହୁଅନ୍ତି ତାପରେ ଆଉ ଏକା ଆଉ କେତେ ଭିଡ଼ିଓ ବନେଇବି ତାପରେ କ'ଣ ହେଇଛି ଯେଉଁ ବର୍ଷା ଫର୍ଷା ହେଉଛି ସେଥିରେ ଟିକେ ତାପରେ ଆମର ଟିକେ ହସ୍ପିଟାଲ କାମ ଥିଲା ହସ୍ପିଟାଲକୁ ଯିବା ଆସିବା ଏପଟ ସେପଟ ହେଇକି ଆଉ ଟାଇମ୍ଟା ପଳେଇ ଯାଉଛି ଆଜି ବି ଯାଇଥିଲୁ ଆଜି ମୋର ଥିଲା ଗୋଟେ MRI ଥିଲା ଟାଙ୍ଗି ଯାଇଥିଲୁ ଆଉ ଟାଙ୍ଗିରୁ MRI କରିକି ଆଉ ଆସିଲା ବେଳେ ଦେଖିଥିବେ ତ ସବୁ କାନର ମଙ୍ଗଳସୂତ୍ର ସବୁ ଜିନିଷ ଖୋଲି ଖାଲି ଦେଇଥିଲି ଆଉ ସେଠି ଆଉ ଟାଇମ୍ ହେଲାନି ମାନେ ସେଠି ଖୋଲି ଖାଲି ଦେଇକି ତ ସବୁ ବାଣ୍ଡି ବୁଣ୍ଡିକି ରୁମାଲେ ରଖିଥିଲି ପାଉଁଜି ବି ଏଇନାକେ ବାହାର କରିଛି ପିନ୍ଧି ବୋଲି ଗୋଡ଼ ମୁଦି ବି ବାହାର କରିଦେଇଥିଲି ମାନେ ଟୋଟାଲି ସବୁ ଜିନିଷ ବାହାର କରିଦେଇଥିଲି କେବେ ଆଗରୁ MRI କରିନି ମୁଁ ଜାଣିନି ଆଉ ଯେତେବେଳେ ମୋତେ MRI ମେସିନ୍ ଭିତରେ ପୁରେଇଲେ ମୁଁ ମାନେ ଡରିକି ଛାନିଆ ମୋତେ ଲାଗିଲା କିଛି ଗୋଟେ ହେଇଗଲା ଯେଉଁ ସାଉଣ୍ଡ ହେଉଛି ଏତେ ଜୋରରେ ଆଉ ମାନେ ପୁରା ଡରିଗଲି କ'ଣ ନାହିଁ ସେ ଯାହା ହଉ ହେଇଗଲା କିନ୍ତୁ ରିପୋର୍ଟ ଆସିନି ରିପୋର୍ଟ ଯାଇକି ଆସିବ ପହରଦିନ ଆସିବ ଏଇନାକେ ଚା ପିଇକି ବସୁଛୁ ଆଉ ବାପା ବୋଉ ଟିଭି ଦେଉଛନ୍ତି ଇଏ ତାଙ୍କର କୁଆଡ଼େ ଗଲେ ଗଛରକୁ ଆଉ ମୁଁ ଏଇଠି ବସି ଆଉ କ'ଣ କରିବି
ଏବେ ଆମର ରୋଷେଇବାସ ହେଇନି। ରୋଷେଇବାସ ଦିନର ତରକାରୀ ବୋଉ କରିଥିଲେ, ଆମେ ତ ସିଆଡ଼େ ଯାଇଥିଲୁ। ଆଜି ସବୁ ବୋଉ ରୋଷେଇବାସ କଲେ। ଆଉ ଏମିତିରେ ବି ବୋଉ ପ୍ରାୟ ଟାଇମ୍ ହିଁ କରନ୍ତି, ବହୁତ କମ୍ କରେ। ଏଠି ଆସିଲେ ମୁଁ ଯଦି ତରକାରୀ କରିବି ବୋଉ ଆଉ ବାକି ସବୁ ଜିନିଷ କରିଦିଅନ୍ତି। ତାପରେ ବୋଉ ଆଜି କରିଥିଲେ କୋବି ତରକାରୀ, ଆଉ ବାପାଙ୍କ ପାଇଁ ଆଗ ପାଇଁ ମାଛ ତରକାରୀ, ଆଉ ଆମର ସିମ ତରକାରୀ ଏମିତି ସବୁ ହେଇଥିଲା। ସେଗୁଡ଼ା ସବୁ ଅଛି, ଖାଲି ରୁଟି ହେବ ରାତିରେ। ଆଉ ଏଇନାକେ ପୁରା ଫ୍ରି ଅଛି, 2-3 ଘଣ୍ଟା ପୁରା ଆରାମସେ ଏମିତି 8ଟା ବେଳକୁ ରୋଷେଇବାସ ହେବ। ଏଇନାକେ ପୁରା 2 ଘଣ୍ଟା ଯାଉଛି ଶୋଇପଡ଼ିବି ଟିକେ। ଯେଉଁ MRI ଯେଉଁ ହେଲା, ଆକ୍ଚୁଆଲି ଆମର ୟୁଟ୍ରସ୍ର MRI ହେଲା, ତ ସେଇଟା ମୁଁ ତ ଆଗରୁ କେବେ କରିନି, ମୁଁ ଜାଣିନି। ମୁଁ ଆଉ ଏତେ ଇଏ ନାହିଁ, ତ ମୁଁ ଯେତେ ଗଲି ସେ ସବୁ କହିଲେ ଟୋଟାଲି ଚୁଡ଼ି ଫୁଡ଼ି ମାନେ ଯେତେ ଯାହା ଅଛି ବେକ ପର୍ଯ୍ୟନ୍ତ ସବୁ ଖୋଲିଦିଅ, ଯାହା ମଙ୍ଗଳସୂତ୍ର ହଉ କି ପାଉଁଜି ହଉ ମୁଣ୍ଡ ମୁଦି ଟୋଟାଲି ସବୁ, ଆଉ ସବୁ ଖୋଲି ଖାଲିକି ତାପରେ ପୁରା 2 ଘଣ୍ଟା ଲାଗିଲା ମୋତେ। ତା ଭିତରେ 3 ଥର MRI କଲେ, ଆଉ 3 ଥର ମେସିନ୍ ଭିତରେ ଯେଉଁ ସାଉଣ୍ଡ ହେଉଛି, ଯେଉଁ ଫୁଟଫାଟ ଧଡ଼ଧାଡ଼ ହେଉଛି, ମୁଁ ତ ପୁରା ଡରିକି ଛାନିଆ। ତାପରେ ସେ MRI ରୁମ୍ ଭିତରେ AC ଲାଗି ଯେତେ ଥଣ୍ଡା ଲାଗୁଛି, ତାପରେ ସେମାନେ କ'ଣ କରୁଛନ୍ତି MRI ମେସିନ୍ ଭିତରେ ପୁରେଇ ଦେଇକି ଆଉ ପୁରା ଏପର୍ଯ୍ୟନ୍ତ ବେକ ପର୍ଯ୍ୟନ୍ତ ମୋତେ MRI ମେସିନ୍ ଭିତରେ ପୁରେଇ ଦେଲେ। ପୁରେଇ ଦେଇକି ସବୁ ପଦାରୁ ଲକ୍ କରିଦେଇକି ବାହାରକୁ ପଳେଇ ଯାଇଛନ୍ତି। ମୁଁ ଖାଲି ଦେଖୁଛି କେହି ନାହାନ୍ତି। ମୁଁ ଖାଲି ଭଗବାନ ଡାକୁଛି, ଭଗବାନ କେତେ ଜଲ୍ଦି ସରିଯାଉ, ଜଲ୍ଦି ସରିଯାଉ। ଦେଖିଲା ବେଳକୁ ଏମିତି ହେଇକି ପୁରା 2 ଘଣ୍ଟା ଲାଗିଗଲା। ଆଉ ସରିବାକୁ ସାରିକି ଆମେ ଆସିକି ଆଉ ସକାଳୁ ଖାଇକି ଯାଇନଥିଲି, ୟୁଟ୍ରସ୍ର ଯେହେତୁ ଖାଲି ପେଟରେ ଯିବାକୁ କହିଥିଲେ, ଖାଲି ପେଟରେ ଯାଇକି କରିକି ଆସିକି ସେଟା ଆସିକି ଘରେ ହିଁ ଖାଇଲା। ମାସିଲା ବେଳକୁ ବୋଉ ସବୁ ରୋଷେଇବାସ କରିଥିଲେ, ଏକାଥରେ ତରକାରୀ କରିଦେଇଛନ୍ତି। ଆଉ ରାତି ପାଇଁ, ଆଉ ରାତିକି ବି ଆଉ କିଛି ଟେନସନ୍ ନାହିଁ, ରାତି 2ଟା ରୁଟି ହେବ, ନହେଲେ ଆଣ ବି ଅଛି, ପିଠା ହେବ। ତ ସାଙ୍ଗମାନେ ଭିଡ଼ିଓକୁ ଏଇଠି ଏଣ୍ଡ କରିଛେ। ପୁଣି ଦେଖା ଗୋଟେ ନୂଆ ଭିଡ଼ିଓରେ, ସେତେବେଳେ ଯାଇକି ରହୁଛି। ଆଉ ଭିଡ଼ିଓଟା ଯଦି ଆପଣମାନଙ୍କୁ ଭଲ ଲାଗିଥିବ ତ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚିନ୍ତ କରିଦେବେ। ରହୁଛି, ଜୟ ଜଗନ୍ନାଥ।